ମାଟି ଲଗ୍ନାର ସପ୍ତମ ପ୍ରତିଷ୍ଠା ଦିବସ। କବୟତ୍ରୀ ପଦ୍ମିନୀ ମିଶ୍ରଙ୍କ କବିତା ପୁସ୍ତକ ପଲ୍ଲବିତ ପ୍ରତ୍ୟାଶା ଉନ୍ମୋଚିତ। ଓଡ଼ିଶାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ମାଟି ଲଗ୍ନାର ସପ୍ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ବ୍ରହ୍ମପୁର ଅନ୍ତର୍ଗତ ଗୋସାଇଁ ନୂଆଗାଁ ସ୍ଥିତ ଗୋପାଳକୃଷ୍ଣ ରଙ୍ଗମଞ୍ଚଠାରେ ସଭାପତି କିଶୋର ଚନ୍ଦ୍ର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି ଐତିହାସିକ କାର୍ଯ୍ୟକ୍ରମରେ ବିଧାୟକ କେ ଅନିଲ କୁମାର ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି କହିଲେ ଯେ ମାଟି ଲଗ୍ନା ସାହିତ୍ୟ ସଂସଦ ଓଡ଼ିଆ ଭାଷା ଓ ସାହିତ୍ୟର ଭିତ୍ତିଭୂମିକୁ ସମୃଦ୍ଧ କରିବା ପାଇଁ ଗାଁରୁ ସହର ଓ ଦେଶ ବିଦେଶରେ ମଧ୍ୟ ଆଦୃତ ଲାଭ କରିଛି। ସ୍ଥାନୀୟ ମେୟର ସଂଘମିତ୍ରା ଦଳେଇ ମୁଖ୍ୟ ବକ୍ତା, ରାମନାଗୁଡ଼ା ତହସିଲଦାର ପ୍ରାଣକୃଷ୍ଣ ପାଣିଗ୍ରାହୀ ସମ୍ମାନିତ ଅତିଥି, ରାମନାଗୁଡ଼ା ଗୋଷ୍ଠୀ ଶିକ୍ଷା ଅଧିକାରୀ ସୃଜନ ମଲ୍ଲିକ, ଆଲୋଚକ ଓ କାର୍ଯ୍ୟକ୍ରମ ସଭାନେତ୍ରୀ ଲକ୍ଷ୍ମୀ ଆମ୍ମା ନନ୍ଦଡ଼ା, ସମ୍ପାଦିକା ପଦ୍ମିନୀ ମିଶ୍ର, ରାଜ୍ୟ ସଂଯୋଜକ ମନୋରଞ୍ଜନ ଚାନ୍ଦ ମଞ୍ଚାସୀନ ହୋଇଥିଲା ବେଳେ ପ୍ରଥମ ଅଧିବେଶନର ଉଦ୍ଘାଟକ ଭାବେ ଜଳସମ୍ପଦ ବିଭାଗ ପୂର୍ବତନ ନିର୍ବାହୀ ଯନ୍ତ୍ରୀ ବି ଶଙ୍କର ନାରାୟଣ ସୁବୁଦ୍ଧି, ମୁଖ୍ୟ ଅତିଥି ଜୟପୁର ମେଡିକାଲ ଅତିରିକ୍ତ ନିର୍ଦ୍ଦେଶକ ଡକ୍ଟର ସୁନୀଲ କୁମାର ପଣ୍ଡା, ସମ୍ମାନିତ ଅତିଥି ତରଭା ମହାବିଦ୍ୟାଳୟ ଅଧ୍ୟକ୍ଷା ଡକ୍ଟର ମିନତୀ ମିଶ୍ର, ଅବସରପ୍ରାପ୍ତ ବିଶ୍ୱବିଦ୍ୟାଳୟ ଉପଶିକ୍ଷା ନିର୍ଦ୍ଦେଶକ କୈଳାସ ଚନ୍ଦ୍ର ତ୍ରିପାଠୀ, କବି ଦିଲ୍ଲୀପ କୁମାର ପୁରୋହିତ, କବି କୁନା ମହାପାତ୍ର, କବି ମୋହନ କୁମାର ଭଟ୍ଟ, ଡକ୍ଟର ସୌଭାଗିନୀ ନନ୍ଦ, ଅଧ୍ୟାପକ ସମୀର କୁମାର ମହାପାତ୍ର ପ୍ରମୁଖ ଯୋଗଦେଇ ଓଡ଼ିଆ ଭାଷା ସାହିତ୍ୟ ଜଗତରେ ମାଟି ଲଗ୍ନାର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। ସୂଚନାଯୋଗ୍ୟ ଯେ କାର୍ଯ୍ୟକ୍ରମର ପ୍ରାରମ୍ଭରେ ମାଟି ଲଗ୍ନା ସାହିତ୍ୟ ସଂସଦର ଜାତୀୟ ପତାକା ଉତ୍ତୋଳନ କରାଯାଇ ଆଣ୍ଡାମାନ ଓ ନେପାଳ ପରେ ଆଗାମୀ ବର୍ଷ ଆମେରିକା ଓ ଚିକାଗୋ ସହରରେ ତୃତୀୟ ଆନ୍ତର୍ଜାତୀୟ ଓଡ଼ିଆ ସାହିତ୍ୟ ସମ୍ମିଳନୀ ଆୟୋଜନ କରିବାକୁ ମାଟି ଲଗ୍ନା କର୍ମକର୍ତ୍ତାମାନେ ଶପଥ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଡକ୍ଟର କିଶୋର ଚନ୍ଦ୍ର ତ୍ରିପାଠୀ, ଅଶ୍ୱିନୀ କୁମାର ତ୍ରିପାଠୀ, ଡକ୍ଟର ସ୍ୱପ୍ନା ମହାନ୍ତି, ସ୍ୱାଗତିକା ସାହୁ, ଦିବ୍ୟାନୀ ମାର୍ଥା ମଞ୍ଚ ପରିଚାଳନା ଓ ଅତିଥି ପରିଚୟ କରିଥିବା ବେଳେ ମହିଳା ସଂଗଠିକା ସ୍ନିଗ୍ଧାରାଣୀ ପଣ୍ଡା, ରଶ୍ମି ପାତ୍ର, ମମତା ସୁଆର, ରାଇ ରଞ୍ଜନ ନନ୍ଦ ଓ ସୁପ୍ରଜିତ ସାହୁ କବିତା ସଂଯୋଜନା କରିଥିଲେ। ଶେଷରେ ଅନୁଷ୍ଠାନର ମୁଖପତ୍ର ମାଟି ଲଗ୍ନା ଓ ପଦ୍ମିନୀ ମିଶ୍ରଙ୍କ ଲିଖିତ ପଲ୍ଲବିତ ପ୍ରତ୍ୟାଶା ପୁସ୍ତକ ଉନ୍ମୋଚନ କରାଯିବା ସହିତ 127 ଜଣ କବି, କବୟତ୍ରୀ ଓ ଲୋକପ୍ରିୟ ସାହିତ୍ୟ ଅନୁଷ୍ଠାନକୁ ମାନପତ୍ର ସହିତ ସମ୍ବର୍ଦ୍ଧିତ କରାଯାଇଥିଲା। ମଞ୍ଚଜ୍ୟୋତି ନ୍ୟୁଜ ତରଫରୁ ସୁଭାଷ ଚନ୍ଦ୍ର ସାହୁ ରୋଶନଙ୍କ ରିପୋର୍ଟ। ସୁନ୍ଦର ପ୍ରୟାସଟେ କରି ଗଢ଼ି ତୋଳିଛି ମାଟି ଲଗ୍ନା ସାହିତ୍ୟ ଆଶ୍ରମ। ଜଣେ କବି ଅଶେଷ ଦୁଃଖ କଷ୍ଟରେ ଥାଇ ମଧ୍ୟ ପ୍ରାର୍ଥନା କରେ, ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରେ, କବିତା ନିଜ ସମାଧାନର ରାସ୍ତାଟିଏ ଖୋଜୁଥାଏ। କେଉଁଠି ଭଗ୍ନ ମାନଚିତ୍ରର କଳାତ୍ମକ ଭାବ ସୁନ୍ଦର ଦିଶେ ତ କବିତା ମାଧ୍ୟମରେ କବିଟିଏ କାବୁଲରେ ଧରିପାରେ ଅନ୍ତିମ ଆକାଶ, ମୁହୂର୍ତ୍ତର ଅନୁଭବ କରିପାରେ ଚିରନ୍ତନ ସମୟର ସ୍ରୋତ। କବିତା ଭିନ୍ନ ଏକ ସ୍ୱର ଅନୁଭବ ହୁଏ। କବି ଧୂଳିକଣାରେ ଦେଖିପାରେ ବିଶ୍ୱ ଜୀବନର ରହସ୍ୟ, ବିଚିତ୍ର ସତ୍ୟ, ଦୃଷ୍ଟିହିଁ ବିଚିତ୍ର ସତ୍ୟ। କବିତାର ଏକ ଚମତ୍କାର ଦୃଷ୍ଟି କାନଭାସ ଉପରେ ରଙ୍ଗ ତୁଳି ସାହାଯ୍ୟରେ ଶିଳ୍ପୀ ଚିତ୍ରଟିଏ ଆଙ୍କିବା ପୂର୍ବରୁ ମନ ପରଦାରେ ଚିତ୍ରଟିଏ ଆଙ୍କି ସାରିଥାଏ। ସେହିପରି କବିତା, ଗଳ୍ପ, ଉପନ୍ୟାସ ଆଦି ଲେଖାରେ ମଗ୍ନ ଥିବା ସ୍ରଷ୍ଟା ସୃଷ୍ଟିର କଙ୍କଳ ରୂପକୁ ତା ମନ ପରଦାରେ ଆଙ୍କି ସାରିଥାଏ। କବି ପରିସର ନେଇ କହିବାକୁ ଗଲେ ଅତି ନିକଟ ଓ ଆତ୍ମୀୟତାର ଦେଖି ଦେଉଥାଏ ପୃଥିବୀକୁ। ତା ପ୍ରାଣ ସ୍ପନ୍ଦନ ଅନୁଭବ କରେ କଲମ ଆଗରେ।
ଅଧିବେଶନ ପ୍ରଥମ ଅଧିବେଶନ ଏଇଠି ଶେଷ ହେବ, ପୁଣି ଦ୍ୱିତୀୟ ଅଧିବେଶନ ଆରମ୍ଭ ହେବ, ତାପରେ ତୃତୀୟ ଅଧିବେଶନ ଆରମ୍ଭ ହେବ କବିତା ପାଠ। ତେଣୁ ବର୍ତ୍ତମାନ ସ୍ୱାଗତ କରି ଆମର ଅତିଥିବୃନ୍ଦ ଆସିଯିବେ। ତେଣୁ ଆପଣମାନେ ମିଡ଼ିଆ ପର୍ସନ ଆଉ କବି ଏଠି ନିଜେ ମଞ୍ଚାସୀନ ଅତିଥି ମାଟି ଲଗ୍ନା ସହିତ ସଂଯୁକ୍ତ ଥିବା ସମସ୍ତ କର୍ମକର୍ତ୍ତା ସଭ୍ୟଗଣ ସମସ୍ତଙ୍କୁ ମୋ ତରଫରୁ ମାଟି ଲଗ୍ନା ତରଫରୁ ଆପଣମାନଙ୍କ ପାଖରେ ଅଶେଷ ଅଶେଷ କୃତଜ୍ଞତା ଏବଂ ଧନ୍ୟବାଦ ଅର୍ପଣ କରୁଛି। ଧନ୍ୟବାଦ। ପୁଣି ଅପେକ୍ଷା କରିବା ଅଧିବେଶନକୁ। ଧନ୍ୟବାଦ।